ୟୋବ ପୁସ୍ତକ ଅଧ୍ୟାୟ 27। ଈଶ୍ୱରଙ୍କ ଶକ୍ତିଶାଳୀ ଓ ୟୋବଙ୍କ ନିଷ୍କଳଙ୍କତା। ୟୋବ ପୁନରାୟ କହିଲେ, ନ୍ୟାୟ ବିଚାର ପାଇଁ ଯିଏ ମୋର ଅଧିକାର ହରଣ କରିଅଛନ୍ତି, ସେହି ଈଶ୍ୱରଙ୍କ ନାମରେ ଯିଏ ମୋତେ ମନୋବେଦନାରେ ପ୍ରପୀଡ଼ିତ କରିଅଛନ୍ତି, ସେହି ସର୍ବଶକ୍ତିମାନଙ୍କ ନାମରେ ମୁଁ କହେ ଯେ ପର୍ଯ୍ୟନ୍ତ ମୋ ଠାରେ ଜୀବଶ୍ୱାସ ଥାଏ ଓ ମୋର ନାସାରନ୍ଧ୍ରରେ ଈଶ୍ୱରଙ୍କ ନିଶ୍ୱାସ ରହିଥାଏ, ସେ ପର୍ଯ୍ୟନ୍ତ ମୋ ଅଧର ମିଥ୍ୟା କଥା କହିବ ନାହିଁ ଓ ମୋର ଜିହ୍ୱା ପ୍ରବଞ୍ଚନାତ୍ମକ କଥା କହିବ ନାହିଁ। ମୁଁ କେବେ ହେଁ କହିବି ନାହିଁ ଯେ ତୁମେମାନେ ଯାହା କହିଅଛ ତାହା ଠିକ୍। ମୋର ମୃତ୍ୟୁ ପର୍ଯ୍ୟନ୍ତ ମୋର ନୀତିନିଷ୍ଠା ମୁଁ ପରିତ୍ୟାଗ କରିବି ନାହିଁ। ମୋର ନ୍ୟାୟପରାୟଣତାକୁ ମୁଁ ଜାବୁଡ଼ି ଧରେ, ତାହା ମୋତେ ତ୍ୟାଗ କରିବା ପାଇଁ ମୁଁ ଅନୁମତି ଦେବି ନାହିଁ। ଅତିକ୍ରାନ୍ତ ହୋଇଥିବା ଯେକୌଣସି ଦିନ ସମ୍ପର୍କରେ ମୋର ହୃଦୟ ମୋତେ ତିରସ୍କାର କରେ ନାହିଁ। ମୋର ଶତ୍ରୁ ଦୁଷ୍ଟ ବ୍ୟକ୍ତିରେ ପରିଣତ ହେଉ, ଯିଏ ମୋ ବିରୁଦ୍ଧରେ ଉଠେ ସିଏ ଅଧାର୍ମିକ ରୂପେ ବିବେଚିତ ହେଉ। ଈଶ୍ୱର ଯେବେ ଅଧର୍ମୀକୁ ଉଚ୍ଛେଦନ କରିବେ ଓ ତାର ଜୀବନ ହରଣ କରିବେ, ତେବେ ତା ପାଇଁ କେଉଁ ପ୍ରତ୍ୟାଶା ରହିଛି? ସେ ଯେ କ୍ଲେଶ ଜର୍ଜରିତ ହେବ, ଈଶ୍ୱର କ'ଣ ତାର କ୍ରନ୍ଦନ ପ୍ରତି କର୍ଣ୍ଣପାତ କରିବେ? ସେ ସର୍ବଶକ୍ତିମାନଙ୍କଠାରେ କୌଣସି ଆନନ୍ଦ ଲାଭ କରିବ କି? ସେ ସର୍ବଦା ଈଶ୍ୱରଙ୍କୁ ଡାକି ନିବେଦନ କରିବ କି? ଈଶ୍ୱରଙ୍କ ହସ୍ତ ସମ୍ବନ୍ଧରେ ମୁଁ ତୁମକୁ ଶିକ୍ଷା ଦେବି। ସର୍ବଶକ୍ତିମାନଙ୍କର ଲକ୍ଷ୍ୟ ଯେ କ'ଣ, ତାହା ମୁଁ ଲୁକ୍କାୟିତ କରି ରଖିବି ନାହିଁ। ତୁମେ ସମସ୍ତେ ତାହାର ଦର୍ଶନ ପ୍ରାପ୍ତ ହୋଇଅଛ, ତେବେ ତୁମେ ସମସ୍ତେ କାହିଁକି ଫମ୍ପା ହୋଇଅଛ? ଈଶ୍ୱରଙ୍କ ଠାରୁ ଦୁଷ୍ଟ ବ୍ୟକ୍ତି ଯେଉଁ ଅଂଶ ପ୍ରାପ୍ତ ହେବ, ସର୍ବଶକ୍ତିମାନଙ୍କ ଠାରୁ ଅତ୍ୟାଚାରୀମାନେ ଯେଉଁ ଅଧିକାରାଂଶ ଗ୍ରହଣ କରିବେ, ତାହା ହେବ ଏହା। ତାର ସନ୍ତାନମାନେ ଯଦି ସଂଖ୍ୟାରେ ବୃଦ୍ଧି ପ୍ରାପ୍ତ ହୁଅନ୍ତି, ତେବେ ସେମାନେ ଖड्ग ଦ୍ୱାରା ଉଦ୍ଦିଷ୍ଟ। ତାର ବଂଶଧରମାନେ ଯଥେଷ୍ଟ ଖାଦ୍ୟ ପାଉନାହାନ୍ତି। ଯେଉଁମାନେ ତାର ମୃତ୍ୟୁ ପରେ ଜୀବିତ ହୋଇ ରହିବେ, ସେମାନେ ମହାମାରୀ ଦ୍ୱାରା ପ୍ରପୀଡ଼ିତ ହେବେ। ସେମାନଙ୍କର ବିଧବାମାନେ ବିଳାପ କରିବେ ନାହିଁ। ସେ ଯଦ୍ୟପି ରୌପ୍ୟକୁ ଧୂଳି ସଦୃଶ ସଞ୍ଚୟ କରିଥିବ, ବସ୍ତ୍ର ସବୁକୁ କର୍ଦ୍ଦମ ସଦୃଶ ଗଦା କରିଥିବ, ସେ ସମସ୍ତକୁ ସେ ଗଦା କରିପାରେ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତିଗଣ ସେ ସମସ୍ତ ପରିଧାନ କରିବେ। ନିର୍ଦ୍ଦୋଷ ବ୍ୟକ୍ତିମାନେ ତାର ରୌପ୍ୟ ବିଭାଜନ କରିବେ। ଯେଉଁ ଗୃହ ସେ ନିର୍ମାଣ କରିବ, ତାହା ବୁଢ଼ିଆଣୀର ଜାଲ ସଦୃଶ ହେବ, ପ୍ରହରୀର କୁଟୀର ସଦୃଶ ହେବ। ସେ ଧନଶାଳୀ ହୋଇ ଶଯ୍ୟାକୁ ଯାଏ, କିନ୍ତୁ ଆଉ କେବେ ହେଁ ସେ ସେପରି କରିବ ନାହିଁ। ସେ ଯେବେ ନିଜ ଚକ୍ଷୁ ଉନ୍ମୁକ୍ତ କରେ, ତାର ଧନ ଅନ୍ତର୍ଦ୍ଧାନ ହୋଇଥାଏ। ବନ୍ୟା ସଦୃଶ ଭୟ ତାକୁ ଗ୍ରାସ କରେ, ଘୂର୍ଣ୍ଣିବାୟୁ ତାକୁ ରାତିରେ ସମ୍ମୋହନ କରେ, ପ୍ରାଚ୍ୟ ବାୟୁ ତାକୁ ଉଡ଼ାଇ ନିଏ। ଯଦ୍ୱାରା ସେ ତିରୋହିତ ହୁଏ, ତାହା ତାକୁ ତା ସ୍ଥାନରୁ ନିଶ୍ଚିହ୍ନ କରିଦିଏ। ନିର୍ଦ୍ଦୟରେ ତାହା ତାକୁ ଧକ୍କା ଦିଏ। ସେ ତାହାର ଶକ୍ତିରୁ ନିଜ ରକ୍ଷା ସକାଶେ ପଳାୟନ କରେ। ତାର ପତନରେ ଲୋକେ କରତାଳି ମାରିବେ ଓ ତା ଅଭିମୁଖରେ ସୁସୁ ଶବ୍ଦ କରିବେ। ଅଧ୍ୟାୟ 28। ପ୍ରଜ୍ଞାନର ପ୍ରଶଂସା। ରୌପ୍ୟ ଖୋଳି ନେବା ପାଇଁ ଖଣି ସବୁ ରହିଛି, ସ୍ୱର୍ଣ୍ଣକୁ ଶୁଦ୍ଧ କରିବା ପାଇଁ ମଧ୍ୟ ସ୍ଥାନ ରହିଛି। ଲୌହ ଭୂଗର୍ଭରୁ ସଂଗୃହୀତ ହୁଏ, ଧାତୁ ପଥରକୁ
ତରଳାଇ ତମ୍ବା ସଂଗୃହୀତ ହୁଏ। ମାନବଗଣ ଅନ୍ଧକାରକୁ ଅବହେଳା କରି ସୁଦୂରସ୍ଥ ସୀମା ସରହଦ ପର୍ଯ୍ୟନ୍ତ ଖଳି ତିମିର ତଥା ଗଭୀର ତମସା ମଧ୍ୟରେ ଧାତୁ ପଥରର ଅନ୍ୱେଷଣ କରନ୍ତି। ମାନବ ବସତି ସ୍ଥାନରୁ ସୁଦୂରରେ ସେମାନେ ସୁଡ଼ଙ୍ଗ ପଥ ଖୋଲନ୍ତି। ପଥିକମାନେ ସେମାନଙ୍କ ପ୍ରତି ବିସ୍ମୃତ ହୁଅନ୍ତି। ମାନବ ବସତି ସ୍ଥାନରୁ ସୁଦୂରସ୍ଥ ଖଣି ସମୂହ ମଧ୍ୟରେ ମନୁଷ୍ୟମାନଙ୍କଠାରୁ ଦୂରରେ ସେମାନେ ରଜ୍ଜୁରେ ଇତସ୍ତତ ଝୁଲାଇ ହୋଇ ଦୋହଲନ୍ତି। ଭୂମିରୁ ଖାଦ୍ୟ ଉତ୍ପାଦିତ ହୁଏ, କିନ୍ତୁ ଅଗ୍ନି ପ୍ରଜ୍ୱଳିତ ହେବା ସମୟରେ ଘଟୁଥିବା ଭଳି ତାହାର ଅଧୋଭାଗ ଟକ୍ ଟକ୍ ହୋଇ ଉତ୍ତପ୍ତ ହୁଏ। ତାହାର ଅଧୋଭାଗରେ ନୀଳକାନ୍ତମଣି ଦ୍ୱାରା ଖଚିତ ପଥରଗୁଡ଼ିକ ଅବସ୍ଥିତ। ସେଠାରେ ସୁବର୍ଣ୍ଣ ଧୂଳି ଥାଏ। କୌଣସି ଶିକାରୀ ପକ୍ଷୀ ସେହି ପଥରକୁ ଜାଣେ ନାହିଁ। ବାଜ ପକ୍ଷୀର ଚକ୍ଷୁ ତାହା ଦେଖି ନାହିଁ। କୌଣସି ହିଂସ୍ର ପଶୁ ସେହି ପଥ ଦେଇ ବିଚରଣ କରିନାହିଁ। ସିଂହ ସେହି ପଥ ଦେଇ ଯାତ୍ରା କରିନାହିଁ। ମନୁଷ୍ୟ ଚକମକି ପଥରରେ ପରିଶ୍ରମ କରେ। ପର୍ବତମାଳାକୁ ସମୂଳେ ଓଲଟାଇ ଦିଏ। ପଥର ମଧ୍ୟ ଦେଇ ସେ ନାଳ ଖୋଳେ ଓ ସମସ୍ତ ବହୁମୂଲ୍ୟ ପଦାର୍ଥ ତାର ଦୃଷ୍ଟିଗୋଚର ହୁଏ। ଝରି ନ ପାରିବା ସକାଶେ ଜଳସ୍ରୋତ ମଧ୍ୟରେ ସେ ବନ୍ଧ ନିର୍ମାଣ କରେ ଓ ଗୋପନରେ ଥିବା ବସ୍ତୁ ଦ୍ରବ୍ୟ ସେ ଆଲୋକକୁ ନେଇ ଆସେ। କିନ୍ତୁ ପ୍ରଜ୍ଞା କେଉଁଠାରେ ମିଳିବ? ଜ୍ଞାନର ସ୍ଥାନ କେଉଁଠି? ତାହାର ପଥ ସମ୍ବନ୍ଧରେ ମନୁଷ୍ୟ ଅଜ୍ଞ ଅଟେ। ଜୀବିତ ପ୍ରାଣୀମାନଙ୍କ ଦେଶରେ ତାହା ମିଳେ ନାହିଁ। ଅଗାଧ କହେ, ତାହା ମୋ ଠାରେ ଅବସ୍ଥିତ ନୁହେଁ। ସମୁଦ୍ର କହେ, ତାହା ମୋ ସହିତ ରହେ ନାହିଁ। ସ୍ୱର୍ଣ୍ଣ ବିନିମୟରେ ତାହା ମିଳିପାରେ ନାହିଁ ଓ ତାହାର ମୂଲ୍ୟ ରୌପ୍ୟ ଅର୍ଜନ କରାଯାଇପାରେ ନାହିଁ। ଅଫିରର ସ୍ୱର୍ଣ୍ଣ କିମ୍ବା ବହୁମୂଲ୍ୟ ଗୋମେଦକ ଅର୍ଥାତ୍ ନୀଳକାନ୍ତମଣି ବଦଳରେ ତାହାର ମୂଲ୍ୟ ନିର୍ଦ୍ଧାରିତ ହୋଇନଥାଏ। ସ୍ୱର୍ଣ୍ଣ କିମ୍ବା ସ୍ଫଟିକ ତାହା ସହ ସମାନ କରାଯାଇ ନପାରେ, କିମ୍ବା ସନ୍ଥ ସୁବର୍ଣ୍ଣ ମିଳିତ ଆଭରଣ ସବୁ ସହ ତାହା ବଦଳାଇ ଯାଇ ନପାରେ। ପ୍ରବାଳ କିମ୍ବା ସ୍ଫଟିକର ନାମ ସୁଦ୍ଧା ଉଚ୍ଚାରିତ ହେବା ଅନାବଶ୍ୟକ। ମୁକ୍ତା ଅପେକ୍ଷା ପ୍ରଜ୍ଞାର ମୂଲ୍ୟ ଅଧିକ। ଇଥିଓପିଆର ପୀତମଣି ତାହା ସହିତ ତୁଳନା କରାଯାଇ ନପାରେ। ସନ୍ଥ ସ୍ୱର୍ଣ୍ଣ ସହ ତାହାର ମୂଲ୍ୟ ନିର୍ଦ୍ଧାରିତ ହୋଇନପାରେ। ତେବେ ପ୍ରଜ୍ଞା କେଉଁଠୁ ଆସିଥାଏ ଓ ଜ୍ଞାନର ଅବସ୍ଥାନ କେଉଁଠି? ଜୀବିତ ବ୍ୟକ୍ତିମାନଙ୍କ ଦୃଷ୍ଟିରୁ ତାହା ଲୁକାୟିତ ଓ ଆକାଶଚର ପକ୍ଷୀମାନଙ୍କ ପ୍ରତି ତାହା ଗୁପ୍ତ। ଆବାଦନ ତଥା ମୃତ୍ୟୁ କହେ, ଆମେମାନେ ତାହା ସମ୍ବନ୍ଧୀୟ କିମ୍ବଦନ୍ତୀ ଶୁଣିବାକୁ ପାଇଅଛୁ। ଈଶ୍ୱର ତାହାର ପଥ ଜାଣନ୍ତି। ତାହାର ସ୍ଥାନ ତାହାଙ୍କର ଅବଗତ ଅଟେ, କାରଣ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅବଲୋକନ କରନ୍ତି। ଆକାଶ ନିମ୍ନସ୍ଥ ସମସ୍ତଙ୍କୁ ସେ ଦର୍ଶନ କରନ୍ତି। ସେ ଯେତେବେଳେ ବାୟୁ ପ୍ରବାହକୁ ତାହାର ଓଜନ ପ୍ରଦାନ କରେ ଓ ଜଳରାଶିକୁ ମାପକାଠିରେ ପରିମିତ କରେ, ସେ ଯେତେବେଳେ ବୃଷ୍ଟିପାତ ପାଇଁ ଏକ ନିୟମ ପ୍ରସ୍ତୁତ କରେ ଓ ବଜ୍ର ଅନଶୀ ପାଇଁ ଏକ ପଥ ନିର୍ଣ୍ଣୟ କଲେ, ତେବେ ସେ ତାହା ଦେଖି ଘୋଷଣା କଲେ ଓ ତାହାକୁ ସ୍ଥାପିତ କରି ତାହା ଅନୁସନ୍ଧାନ କଲେ। ଆଉ ସେ ମନୁଷ୍ୟକୁ କହିଲେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୟଭକ୍ତି ହିଁ ପ୍ରଜ୍ଞା ଓ ମନ୍ଦ ତାଠାରୁ ଦୂରରେ ରହିବା ହିଁ ବିବେକ। ଅଧ୍ୟାୟ 29। ଇୟୋବଙ୍କ ପୂର୍ବ ସୌଭାଗ୍ୟ।
ୟୋବ ପୁନଶ୍ଚ କହିଲେ, ମୋର ଅଧୁନା ପରିସ୍ଥିତି ଯଦି ପୂର୍ବ ଭଳି ହୋଇଥାନ୍ତା, ପୂର୍ବ ଦିନମାନଙ୍କରେ ଈଶ୍ୱର ଯେପରି ମୋ ପ୍ରତି ପାଳନ କରିଥିଲେ, ସେହିପରି ବର୍ତ୍ତମାନ ମୋର ପରିସ୍ଥିତି ହୋଇଥାନ୍ତା। ସେ ସମୟରେ ତାହାଙ୍କର ପ୍ରଦୀପ ମୋର ମସ୍ତକ ଉପରେ ଆଲୋକ ପ୍ରଦାନ କରୁଥିଲା ଓ ତାହାଙ୍କ ଦୀପ୍ତିରେ ଅନ୍ଧକାର ମଧ୍ୟ ଦେଇ ମୁଁ ବିଚରଣ କରିଥିଲି। ମୁଁ ଯଦି ମୋର ଶରତକାଳୀନ ଦିନ ସବୁକୁ ପୁନର୍ବାର ଦେଖିବାକୁ ପାଇଥାନ୍ତି, ସେ ସମୟରେ ଈଶ୍ୱରଙ୍କ ବନ୍ଧୁତ୍ୱ ମୋର ତମ୍ବୁ ଉପରେ ଥିଲା। ସେ ସମୟରେ ସର୍ବଶକ୍ତିମାନ ମୋ ସହିତ ଥିଲେ ଓ ମୋର ସନ୍ତାନଗଣ ମୋର ଚତୁଃପାର୍ଶ୍ୱରେ ବିଦ୍ୟମାନ ଥିଲେ। ସେତେବେଳେ ମୋର ପାଦଦ୍ୱୟ ଦୁଗ୍ଧରେ ଧୌତ ହେଉଥିଲା, ପଥର ମୋର ପାଇଁ ତୈଳ ସ୍ରୋତ ପ୍ରବାହିତ କରାଉଥିଲା। ସେତେବେଳେ ମୁଁ ଯେବେ ନଗରୀ ଦ୍ୱାରକୁ ଗଲି, ମୁଁ ଯେବେ ଛକ ସ୍ଥାନରେ ମୋର ଆସନ ସଜାଇଲି, ତେବେ ଯୁବକମାନେ ମୋତେ ଦେଖି ପଛେଇ ଗଲେ। ବୃଦ୍ଧ ବ୍ୟକ୍ତିଗଣ ଉଠି ଦଣ୍ଡାୟମାନ ହେଲେ। ଶାସକମାନେ କଥାବାର୍ତ୍ତାରୁ ନିବୃତ୍ତ ହେଲେ। ସେମାନେ ନିଜ ମୁଖରେ ହସ୍ତ ରଖି ମୌନୀ ହେଲେ। ସମ୍ମାନନୀୟ ବ୍ୟକ୍ତିଗଣ ନିସ୍ତବ୍ଧ ହେଲେ। ସେମାନଙ୍କର ଜିହ୍ୱା ମୁଖର ତାଳୁ ସହିତ ସଂଯୁକ୍ତ ହୋଇ ରହିଲା। ମୋର ସମ୍ବାଦ ଯେଉଁମାନେ ଶୁଣିଲେ, ସେମାନେ ମୋତେ ପ୍ରଶଂସା କଲେ ଓ ଯେଉଁମାନଙ୍କ ଦୃଷ୍ଟି ମୋ ଉପରେ ପଡ଼ିଲା, ସେମାନେ ତାହା ପ୍ରତି ସମ୍ମତ ଜଣାଇଲେ। କାରଣ ମୁଁ କ୍ରନ୍ଦନକାରୀ ନିର୍ଦ୍ଧନକୁ ଉଦ୍ଧାର କଲି ଓ ଯାହାକୁ ସାହାଯ୍ୟ କରିବା ପାଇଁ କେହି ନଥିଲା, ସେହି ପିତୃହୀନଙ୍କୁ ମୁଁ ରକ୍ଷା କଲି। ଯେଉଁମାନେ ବିନାଶ ପ୍ରାୟ ଥିଲେ, ସେମାନେ ଆଶୀର୍ବାଦ କଲେ। ସାନନ୍ଦରେ ଗାନ କରିବା ପାଇଁ ବିଧବାର ହୃଦୟକୁ ମୁଁ ସୁଯୋଗ ପ୍ରଦାନ କଲି। ମୁଁ ନୀତିନିଷ୍ଠା ପରିହିତ ହେଲି, ତାହା ମୋତେ ଆଚ୍ଛାଦନ କଲା। ନ୍ୟାୟପରାୟଣତା ମୋ ପ୍ରତି ପୋଷାକ ତଥା ପଗଡ଼ି ସଦୃଶ ଥିଲା। ମୁଁ ଅନ୍ଧ ପ୍ରତି ଚକ୍ଷୁ ସ୍ୱରୂପ ହେଲି ଓ ଛଟା ପ୍ରତି ପାଦରେ ମୁଁ ପରିଣତ ହେଲି। ମୁଁ ନିର୍ଦ୍ଧନମାନଙ୍କର ପିତା ହେଲି ଓ ଅପରିଚିତ ବ୍ୟକ୍ତିର ଗୁହାରିକୁ ମୁଁ ସମର୍ଥନ କଲି। ମୁଁ ଅଧାର୍ମିକ ବ୍ୟକ୍ତିର ତୀକ୍ଷ୍ଣ ଦନ୍ତକୁ ବିଧ୍ୱସ୍ତ କଲି, ତାର ଦନ୍ତରୁ ଶିକାରକୁ ଛଡ଼ାଇଲି। ସେ ସମୟରେ ମୁଁ ଭାବିନେଲି, ମୁଁ ମୋର ବସତିରେ ମୃତ୍ୟୁବରଣ କରିବି। ବାଲୁକା ସଦୃଶ ମୋର ଦିନ ସମୂହ ପରିବର୍ତ୍ତିତ ହେବ। ମୋର ଚେର ଜଳାଶୟ ପର୍ଯ୍ୟନ୍ତ ମାଡ଼ିଲା। ମୋର ଶାଖା ପ୍ରଶାଖା ଉପରେ ରାତି ତମାମ ଶିଶିରପାତ ହେଲା। ମୋର ମହତ୍ଵ ସର୍ବଦା ମୋ ଠାରୁ ସ୍ଫୂର୍ତ୍ତି ଯୁକ୍ତ ହୋଇ ରହିବ। ମୋର ଧନୁ ସର୍ବଦା ମୋ ହସ୍ତରେ ନୂତନ ହୋଇ ରହିବ। ମୋର ବାକ୍ୟ ଶୁଣିବା ପାଇଁ ଲୋକେ ଅପେକ୍ଷା କଲେ। ମୋର ଉପଦେଶ ଶୁଣିବା ପାଇଁ ସେମାନେ ନୀରବ ହେଲେ। ମୋର କଥା ସମାପ୍ତ ହେଲା ପରେ ସେମାନେ ଅଧିକା କିଛି ଯୋଗ କରିନଥିଲେ। ମୋର କଥା ସେମାନଙ୍କ ଉପରେ ଟପା ଟପା ହୋଇ ପଡ଼ିଲା। ବୃଷ୍ଟିପାତର ପ୍ରତୀକ୍ଷା ସଦୃଶ ସେମାନେ ମୋ ପାଇଁ ଅପେକ୍ଷା କଲେ। ବସନ୍ତକାଳୀନ ବୃଷ୍ଟିର ପ୍ରତୀକ୍ଷା ତୁଲ୍ୟ ସେମାନେ ନିଜ ମୁଖ ଖୋଲିଲେ। ଯେଉଁମାନଙ୍କର ଆତ୍ମବିଶ୍ୱାସ ନଥିଲା, ସେମାନଙ୍କୁ ଚାହିଁ ମୁଁ ମୃଦୁ ହାସ୍ୟ କଲି। ମୋ ମୁଖର ପ୍ରସନ୍ନତାକୁ ସେମାନେ ଅବମାନନା କଲେ ନାହିଁ। ମୁଁ ସେମାନଙ୍କର ପଥପ୍ରଦର୍ଶକ ତଥା ନେତା ହେଲି। ନିଜ ସୈନ୍ୟବାହିନୀ ମଧ୍ୟରେ ଜଣେ ରାଜାଙ୍କ ଭଳି ବିଳାପକାରୀମାନଙ୍କ ପ୍ରତି ଆଶ୍ୱାସନାଦାୟକ ତୁଲ୍ୟ ମୁଁ ସେମାନଙ୍କ ଗହଣରେ ଅବସ୍ଥାନ କଲି। ଅଧ୍ୟାୟ 30। ୟୋବଙ୍କ ବର୍ତ୍ତମାନର ଦୁର୍ଭାଗ୍ୟ। କିନ୍ତୁ ବର୍ତ୍ତମାନ ମୋ ଅପେକ୍ଷା ବୟସରେ କନିଷ୍ଠ ବ୍ୟକ୍ତିଗଣ ମୋତେ ଉପହାସ କରନ୍ତି। ମୁଁ ବିବେଚନା କରିଥାନ୍ତି ଯେ ସେମାନଙ୍କର ପିତାମାନେ ଯେପରି ମୋ ମେଷପଲର ପ୍ରହରୀ ଶ୍ୱାନମାନଙ୍କ ସହ ଅବସ୍ଥାପିତ ହୁଅନ୍ତି, ସେଥିସକାଶେ ସେମାନେ ଯୋଗ୍ୟ। ଯେଉଁମାନେ ଦୁର୍ବଳ
ସେମାନଙ୍କର ହସ୍ତ ବଳ ଦ୍ୱାରା ମୋର ବା କି ପ୍ରୟୋଜନ? ଦାରିଦ୍ର୍ୟ ତଥା କଠିନ କ୍ଷୁଧା ଯୋଗୁଁ ସେମାନେ ଶୁଷ୍କ ତଥା ଶୂନ୍ୟ ଭୂମିକୁ ଖଣ୍ଡ ଖଣ୍ଡ କରି କାଟନ୍ତି। ସେମାନେ ଆହାର ପାଇଁ ଦଳ ବିଶେଷ ତଥା ଗୁଳ୍ମ ଗଛର ଲତା ସଂଗ୍ରହ କରନ୍ତି। ସେମାନେ କଣ୍ଟକିତ ଗଛର ମୂଳ କାଢ଼ି ଭକ୍ଷଣ କରନ୍ତି। ସେମାନେ ଜନସମାଜ ମଧ୍ୟରୁ ବିଚ୍ୟୁତ ହୁଅନ୍ତି। ଚୋରମାନଙ୍କ ସହ ଲୋକେ ଯେପରି କରନ୍ତି, ସେମାନେ ସେହିପରି ସେମାନଙ୍କ ବିରୁଦ୍ଧରେ ଉଚ୍ଚ ସ୍ୱରରେ ଚିତ୍କାର କରନ୍ତି। ସେମାନେ ଗିରି ସଙ୍କଟ, ଗହ୍ୱର ତଥା ଶୈଳ ଫାଟ ମଧ୍ୟରେ ବାସ କରିବା ପାଇଁ ବାଧ୍ୟ ହୁଅନ୍ତି। ସେମାନେ ବୁଦା ମଧ୍ୟରୁ ବୋବାନ୍ତି। ସେମାନେ କଣ୍ଟାକଳି ବୁଦା ତଳେ ସମବେତ ହୁଅନ୍ତି। ସେମାନେ ଏକ ନିର୍ବୋଧ ତଥା ନିନ୍ଦନୀୟ ବଂଶ। ସେମାନେ କଷାଘାତ ଦ୍ୱାରା ଦେଶରୁ ବହିଷ୍କୃତ ହୁଅନ୍ତି। କିନ୍ତୁ ମୁଁ ବର୍ତ୍ତମାନ ଏହିମାନଙ୍କର ଗୀତ ତଥା ପ୍ରବାଦ ବାକ୍ୟରେ ପରିଣତ ହୋଇଛି। ସେମାନେ ମୋତେ ଘୃଣା କରି ମୋ ଠାରୁ ସୁଦୂରରେ ଦଣ୍ଡାୟମାନ ହୁଅନ୍ତି। ମୋତେ ସନ୍ଦର୍ଶନ କରିବା ସମୟରେ ସେମାନେ ଛେପ ପକାଇବାକୁ ମଧ୍ୟ ପ୍ରଶଂସାକୁଳ ହୁଅନ୍ତି ନାହିଁ। ମୋର ଧନୁର ରଜ୍ଜୁକୁ ଢିଲା କରି ଈଶ୍ୱର ମୋତେ ଅବନମିତ କରିଛନ୍ତି। ସୁତରାଂ ମୋ ସମ୍ମୁଖରେ ସେମାନେ ନିଜ ମୁଖରୁ ଲଗାମ କାଢ଼ି ନେଇଛନ୍ତି। ମୋର ଦକ୍ଷିଣ ଭାଗରେ ସେହି ଅଧମ ବ୍ୟକ୍ତିଗଣ ଉଠନ୍ତି, ଯେଉଁମାନେ ମୋତେ ତଡ଼ି ଦିଅନ୍ତି। ବିନାଶକାରୀ ମାର୍ଗକୁ ସେମାନେ ମୋ ବିରୁଦ୍ଧରେ ପ୍ରସ୍ତୁତ କରନ୍ତି। ସେମାନେ ମୋର ପଥକୁ ବିନଷ୍ଟ କରନ୍ତି, ମୋ ପ୍ରତି ବିପଦ ଘଟାନ୍ତି। କେହି ସେମାନଙ୍କୁ ବାରଣ କରେ ନାହିଁ। ସେମାନେ ପ୍ରଶସ୍ତ ଖାପ ଦେଇ ଆସନ୍ତି। ଦୁର୍ଗ ବିଧ୍ୱସ୍ତ ହେବା ବେଳେ ସେମାନେ ମୋ ବିରୁଦ୍ଧରେ ଗୋଡ଼ି ଗୋଡ଼ି ଆସନ୍ତି। ଆତଙ୍କ ସବୁ ମୋତେ ଆକ୍ରମଣ କରେ। ବାୟୁ ପ୍ରବାହରେ ଘଟୁଥିବା ଭଳି ମୋର ମହତ୍ଵ ଉଡ଼ିଯାଏ। ମେଘମାଳା ସଦୃଶ୍ୟ ମୋର ଐଶ୍ୱର୍ଯ୍ୟ ଅତିକ୍ରାନ୍ତ ହୁଏ। ମୋର ଜୀବନ ବର୍ତ୍ତମାନ ମୋ ଅନ୍ତରରେ ଢାଳି ଦିଆଯାଇଛି। କ୍ଲେଶର ଦିନସମୂହ ମୋତେ ଆକ୍ରାନ୍ତ କରିଛି। ରାତି ମୋର ଅସ୍ଥି ସମୂହକୁ ବିଧ୍ୱସ୍ତ କରେ। ଖଣ୍ଡ ଖଣ୍ଡ କରି ମୋତେ କାଟୁଥିବା ବେଦନା ବିଶ୍ରାମ ନିଏ ନାହିଁ। ଉଗ୍ରଭାଗେ ତାହା ମୋର ବସ୍ତ୍ରକୁ ଧରି ନିଏ। ମୋର ପୋଷାକର ଗଳାବନ୍ଧନୀ ସଦୃଶ୍ୟ ତାହା ମୋତେ ଆବଦ୍ଧ କରେ। ଈଶ୍ୱର ମୋତେ ପଙ୍କିଳ ଭୂମିକୁ ନିକ୍ଷେପ କରିଅଛନ୍ତି। ମୁଁ ଧୂଳି ତଥା ଭସ୍ମ ସଦୃଶ୍ୟ ହୋଇଅଛି। ମୁଁ ଯେବେ ତୁମ ସନ୍ନିଧାନରେ କ୍ରନ୍ଦନ କରେ, ତୁମେ ତେବେ ମୋତେ କୌଣସି ଉତ୍ତର ଦେଉନାହଁ। ମୁଁ ଯେବେ ଦଣ୍ଡାୟମାନ ହୁଏ, ତୁମେ ତେବେ ମୋ ପ୍ରତି ମନୋଯୋଗୀ ହେଉନାହଁ। ତୁମେ ମୋ ପ୍ରତି ନିଷ୍ଠୁରାଚରଣ କରିଅଛ। ବାହୁବଳ ଦ୍ୱାରା ତୁମେ ମୋତେ ଉତ୍ପୀଡ଼ନ କରୁଅଛ। ବାୟୁ ପ୍ରବାହ ଦ୍ୱାରା ମୋତେ ଉତ୍ତୋଳିତ କରାଇ ତୁମେ ମୋତେ ତା ଉପରେ ଯାତ୍ରା କରାଇଅଛ। ଝଡ଼ ତୋଫାନର ଗର୍ଜନରେ ତୁମେ ମୋତେ ଆନ୍ଦୋଳିତ କରାଇଅଛ। ତୁମେ ମୋତେ ମୃତ୍ୟୁ କବଳକୁ ଆଣିବ। ମୁଁ ଜାଣେ ଯେ ସମସ୍ତ ଜୀବନ୍ତ ବ୍ୟକ୍ତି ପାଇଁ ନିୟୋଜିତ ଭବନ ମଧ୍ୟକୁ ମୋତେ ବୋହି ନେବ। ତଥାପି ଯିଏ ଧ୍ୱଂସାବଶେଷରେ ପତିତ, ସେ କ'ଣ ସେହି ଗଦାରୁ ସାହାଯ୍ୟ ପାଇଁ ନିଜ ହସ୍ତ ବିସ୍ତାର କରେ ନାହିଁ? କ୍ଲେଶ ଜର୍ଜରିତ ହେବା ସମୟରେ ସେ କ'ଣ ସାହାଯ୍ୟ ପାଇଁ ବିଳାପ କରେ ନାହିଁ? କ୍ଲେଶରେ ଦିନ ଯାପନ କରି ବ୍ୟକ୍ତି ପାଇଁ ମୁଁ କ'ଣ କ୍ରନ୍ଦନ କରି ନାହିଁ? ନିର୍ଦ୍ଧନମାନଙ୍କ ସକାଶେ ମୁଁ କ'ଣ ଶୋକାର୍ତ୍ତ ହୋଇନାହିଁ? କିନ୍ତୁ ମୁଁ ଯେବେ ଶୁଭ କାର୍ଯ୍ୟରେ ଅନ୍ୱେଷଣ କଲି, ତେବେ ମୋ ପାଇଁ ଅଶୁଭ ସଂଘଟିତ ହେଲା। ତେବେ ଆଲୋକର ଅପେକ୍ଷା କଲି, ତେବେ ମୋ ପାଇଁ ଅନ୍ଧାର ଆସିଲା।
ମୋର ହୃଦୟ ବିକ୍ଷୁବ୍ଧ, ତାହା କେବେ ହେଁ ଶାନ୍ତ ନୁହେଁ। କ୍ଲେଶର ଦିନ ସମୂହ ଦ୍ୱାରା ମୁଁ ଅଭିଭୂତ। ସୂର୍ଯ୍ୟାଲୋକିତ ନ ହୋଇ ଅନ୍ଧକାରରେ ମୁଁ ଭ୍ରମଣ କରେ। ସଭାରେ ଠିଆ ହୋଇ ମୁଁ ସାହାଯ୍ୟ ପାଇଁ ବିଳାପ କରେ। ମୁଁ ଶୃଗାଳମାନଙ୍କର ଭ୍ରାତା ଓ ଓଟପକ୍ଷୀଗୁଡ଼ିକର ମିତ୍ର। ମୋର ଚର୍ମ କଳା ରଙ୍ଗ ହୋଇ ଝଡ଼ି ପଡ଼େ। ଉତ୍ତାପ ଯୋଗୁଁ ମୋର ଅସ୍ଥି ଦଗ୍ଧ ହୁଏ। ମୋର ସାରଙ୍ଗୀ ରୋଦନ ଶବ୍ଦ ଓ ମୋର ବଂଶୀ ବିଳାପକାରୀମାନଙ୍କର ସ୍ୱର ଶୁଣାଯାଏ।